ଗୋଟିଏ ଜଙ୍ଗଲରେ ଗୋଟିଏ ବଡ଼ ଗଛ ଥିଲା। ସେହି ଗଛର ଏକ ଡାଳରେ ଗୋଟିଏ କାଉ ବସାଟିଏ କରି ରହୁଥିଲା। ସେହି କାଉର 3ଟି ଛୋଟ ଛୋଟ ଛୁଆ ଥିଲେ। କାଉଟି ତାର ଛୁଆମାନଙ୍କୁ ଖୁବ୍ ଭଲ ପାଉଥିଲା। ସେ ପ୍ରତ୍ୟେକ ଦିନ ଆହାର ପାଇଁ ଯାଏ ଏବଂ ପୁଣି ଆସି ତାର ଛୁଆମାନଙ୍କ ସହିତ ଖେଳେ। ଦିନେ କାଉଟି ଆହାର ପାଇଁ ଉଡ଼ିଗଲା। ସେହି ସମୟରେ ଗୋଟିଏ ବିରାଡ଼ି ସେହି ଜଙ୍ଗଲକୁ ଅଚାନକ ଆସିଗଲା। ବିରାଡ଼ି ଆସି ଆସି ସେହି ଗଛ ମୂଳରେ ପହଞ୍ଚିଗଲା। ବିରାଡ଼ି ଗଛରେ ଥିବା କାଉଛୁଆମାନଙ୍କ କିଚିରି ମିଚିରି ଶବ୍ଦ ଶୁଣିଲା। ବିରାଡ଼ି ଖୁସି ହୋଇ ସେମାନଙ୍କୁ ଖାଇବାକୁ ଭାବିଲା। ବିରାଡ଼ି ଗଛ ଉପରକୁ ଚଢ଼ିଗଲା ଏବଂ ଯାଇ ସେହି ବସା ପାଖରେ ପହଞ୍ଚିଗଲା। ଆଉ ଏକ ଗଛରେ ଗୋଟିଏ ବଗ ବସିଥିଲା। ବଗଟି ବିରାଡ଼ିକୁ ଦେଖିଲା ସେ କାଉଛୁଆମାନଙ୍କୁ ଖାଇବାକୁ ଯାଉଅଛି। କାଉଛୁଆମାନଙ୍କୁ ବଞ୍ଚାଇବା ପାଇଁ ବଗଟି ସେମାନଙ୍କ ପାଖକୁ ଉଡ଼ିଗଲା। ବଗଟି ଆସି କାଉଛୁଆମାନଙ୍କ ପାଖରେ ପହଞ୍ଚିଗଲା। ସେମାନଙ୍କୁ ବଞ୍ଚାଇବାକୁ ଯାଇ ବିରାଡ଼ିକୁ ଆକ୍ରମଣ କରିବାକୁ ଲାଗିଲା। ବିରାଡ଼ିଟି ବଗର ଆକ୍ରମଣ ସହିପାରିଲା ନାହିଁ ଏବଂ ସେ ବୋବାଇବାକୁ ଲାଗିଲା। ଶେଷରେ ବିରାଡ଼ିଟି ଆକ୍ରମଣ ସହି ନ ପାରି ଜୀବନ ବଞ୍ଚାଇବାକୁ ସେହି ଜାଗା ଛାଡ଼ି ପଳାଇଗଲା। କାଉଟି ଆହାର ନେଇ ତାର ଛୁଆମାନଙ୍କ ପାଖକୁ ଫେରି ଆସିଲା। କାଉର ଛୁଆମାନେ ସବୁ ଘଟଣା ତାର ମାଆଙ୍କୁ କହିଲେ। ବଗ କକା କିପରି ତାଙ୍କୁ ରକ୍ଷା କଲା ସେ ବିଷୟରେ ମଧ୍ୟ କହିଲେ। କାଉଟି ବଗକୁ ଧନ୍ୟବାଦ ଦେବା ସହିତ ସେମାନେ ଭଲ ବନ୍ଧୁ ହେଲେ। ସେହି ଦିନଠାରୁ କାଉ ଓ ବଗ ଦୁଇ ମିତ୍ର ହେଲେ।